ନୂଆ ଏବଂ 22 ତାରିଖର ପ୍ରଥମ ବିଧାନସଭା ସେସନ ଯୋଗଦେବୁ ଏବଂ ଅଞ୍ଚଳର ସମସ୍ୟା ଯାହାକି ଦୀର୍ଘ ଦିନ ସମସ୍ୟା ସତ୍ୟବାଦୀ ଜଳ ନିଷ୍କାସନ କଥା ହଉ କିମ୍ବା କଣାସରେ ବନ୍ୟାରେ ଟିକେ ପାଣି 2-3 ଦିନ ବର୍ଷା ହେଲେ ପାଣିର ଯୋଉ ଅବସ୍ଥା ବନ୍ୟାର ଯୋଉ ପରିସ୍ଥିତି ଏହାର କିଭଳି ଭାବେ ସ୍ଥାୟୀ ସମାଧାନ ହେଇପାରିବ এই ଦୁଇଟି କଥା ପ୍ରାଥମିକତା ରହିବ। ଏ କଥା ନେଇ ବି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଆଲୋଚନା ବି ଆମେ କରିଛୁ ଏବଂ ସତ୍ୟବାଦୀର ସ୍ୱତନ୍ତ୍ର ଭାବେ ଆପଣ ଯଦି ଦେଖିବେ ସତ୍ୟବାଦୀ ଏବଂ କଣାସ ଅଞ୍ଚଳରୁ ବହୁ ଯୁବକ ମାନେ ଦାଦନ ଖଟିବା ପାଇଁ ଯାଉଛନ୍ତି ଯାହାର କି ଗୋଟେ ଆକଳନ ଆମକୁ ମିଳିଥିଲା ଯେତେବେଳେ କୋଭିଡ ହେଲା କୋଭିଡ ସମୟରେ ପ୍ରବାସୀ ଓଡ଼ିଆଙ୍କର ଯେତେବେଳେ ରେଜିଷ୍ଟ୍ରେସନ କରାଗଲା ଏବଂ ପ୍ରବାସୀ ଓଡ଼ିଆ ମାନେ ଆସିକି ରହିବା ଆରମ୍ଭ କଲେ କୋଭିଡ ସେଣ୍ଟର ମାନଙ୍କରେ ସେତେବେଳେ ତାର ରୂପରେଖ ମିଳିଥିଲା କିନ୍ତୁ ସରକାର କୋଉଠି ନା କୋଉଠି ଦାଦନ ଖଟିବା ପାଇଁ ଯାଉଥିବା ଲୋକମାନଙ୍କର ତଥ୍ୟ ଲୁଚେଇବା ପାଇଁ ଯାଇ ତାକୁ ପରିପ୍ରକାଶ କଲା ନାହିଁ। ଆମେ ବର୍ତ୍ତମାନ ତାକୁ ମଧ୍ୟ ସ୍ଥିତି ଆଣିବା ପାଇଁ ଚାହୁଁଛୁ ଯେ ପ୍ରକୃତରେ ସତ୍ୟବାଦୀ ଏବଂ କଣାସ ଅଞ୍ଚଳରୁ ଦାଦନ ଖଟିବା ପାଇଁ କେତେ ଲୋକ ବାହାରକୁ ଯାଉଛନ୍ତି ନିଶ୍ଚିତ ଭାବେ ସତ୍ୟବାଦୀର ସେବକ ହିସାବରେ ସତ୍ୟବାଦୀର ସାଧାରଣ ଜନତା ଯୋଉ ଭରସାର ସହିତ ଭୋଟ ଦେଇଛନ୍ତି ସେମାନଙ୍କ ପାଇଁ ନ୍ୟାୟ ଏବଂ ସେମାନଙ୍କ ପାଇଁ କାମ କରିବା ପାଇଁ ସଂକଳ୍ପ ନେଇଛୁ। ସଂକଳ୍ପ ସହିତ ତାଙ୍କର ସେବା କରିବାର ଯୋଉ ସୁଯୋଗ ମିଳିଛି ନିଶ୍ଚିତ ଭାବେ ଏ ସତ୍ୟବାଦୀ ମାଟିର ସେବା ପାଇଁ ନିଶ୍ଚର୍ଗୀକୃତ ମୁଁ ରହିବି।